ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୌରପାଳିକା ଅନ୍ତର୍ଗତ ଟାଟା ପାୱାର କଲୋନୀ ପରିସରରେ ବିରାଟକାୟ ଅଜଗର ସାପଟିକୁ ଦେଖି ସ୍ଥାନୀୟ ଜନସାଧାରଣ ରାଜଗାଙ୍ଗପୁର ଥାନାରେ ସୂଚନା ଦେଇଥିଲେ। ଲୋକଙ୍କ କୋଳାହଳ ତଥା ଅନ୍ଧାରର ସୁଯୋଗ ନେଇ ପ୍ରାୟ 8 ଫୁଟ ଅଜଗର ସାପଟି ନିକଟସ୍ଥ ବୁଦା ଭିତରେ ଲୁଚି ଯାଇଥିବା ଘଟଣା ସମ୍ବନ୍ଧରେ ରାଜଗାଙ୍ଗପୁର ପୋଲିସ ବଣ ବିଭାଗକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ରାଜଗାଙ୍ଗପୁର ପୋଲିସ ଟିମ୍, ବଣ ବିଭାଗ କର୍ମଚାରୀ, ସୁରକ୍ଷା ବଳ ମିଳିତ ଭାବରେ ବହୁ ସମୟ ଖୋଜାଖୋଜି କରି ସୁରକ୍ଷିତ ଅବସ୍ଥାରେ ସର୍ପଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଉକ୍ତ ଅଜଗର ସାପଟିକୁ ଅଖାରେ ଭର୍ତ୍ତି କରାଯାଇ ଝାଡ଼ବେଡ଼ା ଖଟାଙ୍ଗ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯାଇଥିବା ରାଜଗାଙ୍ଗପୁର ବଣ ବିଭାଗ ରେଞ୍ଜର ଗୁରୁଚରଣ ମଣ୍ଡଳ ସୂଚନା ଦେଇଥିଲେ। 8 ଫୁଟ ଅଜଗର ସାପଟିକୁ ଘଟଣାସ୍ଥଳରେ ଦେଖିବାକୁ ପ୍ରବଳ ଭିଡ଼ ଲାଗିଥିବା ପରିଲକ୍ଷିତ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଦେବବ୍ରତ ମିତ୍ରଙ୍କ ରିପୋର୍ଟ, କ୍ରାନ୍ତି ଓଡ଼ିଶା।